ସେମାନଙ୍କର ସର୍ଦ୍ଦାର ତାରି ନେତୃତ୍ୱରେ ସେମାନେ ବଡ଼ ଅପରାଧ କରିବାର ଯୋଜନା କରୁଛନ୍ତି। ଘଟଣାଟା କେମିତି ବେଳ ବେଳ ଅତି ଜଟିଳ ହୋଇ ପଡୁଛି। ବର୍ତ୍ତମାନ କର୍ତ୍ତବ୍ୟ କ'ଣ? ପରବର୍ତ୍ତୀ କର୍ତ୍ତବ୍ୟ ସମ୍ପର୍କରେ ସିଦ୍ଧାନ୍ତ ନେବା ପୂର୍ବରୁ ପ୍ରଥମେ ଗୁପ୍ତଚରମାନଙ୍କ ଠାରୁ ସବୁ ଘଟଣା ସଂଗ୍ରହ କରିନେବ। କାହିଁକି ଗୁପ୍ତଚର? ମହାରାଜାଙ୍କର ଜୟ ହେଉ। ସମ୍ବାଦ ପରିବେଷଣ କର। ଭୂୟାମାନଙ୍କ ମଧ୍ୟରେ ଅସମ୍ଭବ ଉତ୍ତେଜନା ଖେଳି ଯାଇଛି ମହାରାଜ। ସେମାନେ ଆପଣଙ୍କୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସେ ସମ୍ବାଦ ଏଠି ପହଞ୍ଚି ସାରିଛି। ସେମାନେ ଆପଣଙ୍କୁ ଓ ମହାରାଜାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଛନ୍ତି। ମୋ କଥା ତ ବୁଝିଲି, ହେଲେ ଫକୀର ମୋହନଙ୍କୁ କାହିଁକି? ସେମାନଙ୍କର ବିଶ୍ୱାସ ଆମ ମ୍ୟାନେଜର ଜଣେ ବିଚକ୍ଷଣ ଲୋକ। ଆପଣ ତାଙ୍କ ପରାମର୍ଶରେ ଚାଲୁଛନ୍ତି। ତାଙ୍କୁ ହତ୍ୟା କଲେ ଆପଣଙ୍କୁ ପରାମର୍ଶ ଦେବାକୁ କେହି ଲୋକ ନଥିବେ। ବିପଦ, ବିପଦ, ମହା ବିପଦ। ଏ ଭୂୟାମାନେ ରାଜବାଟୀ ଅବରୋଧ କରିବା ପାଇଁ ମସ୍ତା କରୁଛନ୍ତି ମହାରାଜ। ରାଜବାଟୀ ଅବରୋଧ? ଆମେ ସେମାନଙ୍କୁ ବାଧା ଦେବା ମହାରାଜ। କିଛି ଲାଭ ହବନି। ସେମାନେ ବଳଶାଳୀ ଏବଂ ମୂର୍ଖ। ଜୀବନକୁ ଭୟ ନାହିଁ। ଜୀବନ ସବୁ ପଛରେ ନିଜ ଜିଦ୍ ଅଟଳ ରହିବେ। ଏ ରାଜବାଟୀ ଭିତରେ ଆପଣଙ୍କର ମୋ ଜୀବନ ପ୍ରତି ବିପଦ ଦେଖା ଦେଇପାରେ। ମହାରାଜଙ୍କର ଜୟ ହେଉ। ପ୍ରାୟ 500 ଜଣ ଭୂୟା ହାତରେ ବର୍ଷା ଧନୁଷ ଧରି ବିଭିନ୍ନ ଦଳରେ ବିଭକ୍ତ ହୋଇ ରାଜବାଟୀକୁ ମାଡ଼ି ଆସୁଛନ୍ତି। ବାଟରେ ଖଜଣାଗାର, ଖମ୍ବାର ଆଉ ଶସ୍ୟ ଭଣ୍ଡାର ଲୁଟ୍ କରୁଛନ୍ତି। କେତେକ ସ୍ଥାନରେ ଆମ ସୈନ୍ୟମାନଙ୍କ ସହ ଯୁଦ୍ଧ ହେଉଛି। ଆମର କେତେକ ସୈନ୍ୟ ବନ୍ଦୀ ହେଇଯାଇଛନ୍ତି ମହାରାଜ। ପ୍ରଥମେ ଦେବତା ଓ ସ୍ୱରଙ୍କୁ ଖବର ଦିଅ। ସେମାନେ ସୈନ୍ୟ ସାମନ୍ତକୁ ସଜାଗ ରଖିବେ। ରାଜବାଟୀର ମୁଖ୍ୟ ଦ୍ୱାର ସବୁ ବନ୍ଦ ରହିବ। ପାଚେରୀ ଚାରିକଡ଼େ ଅନ୍ୟ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ଧରି ଜାଗତିଆ ରହିବେ। ନିଶ୍ଚିତ ସୂଚନା ମିଳିବା ମାତ୍ରେ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ଆଜ୍ଞା ମହାରାଜ। ସମୟ ଅଳ୍ପ, ସଙ୍ଗେ ସଙ୍ଗେ ସିଦ୍ଧାନ୍ତ ନେବାକୁ ହବ। କୁହନ୍ତୁ ଆପଣଙ୍କ ପରାମର୍ଶ କ'ଣ? ମୋର ପରାମର୍ଶ ହେଉଛି ଭୂୟାମାନେ ରାଜବାଟୀ ପାଖରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ସହ ଯୁଦ୍ଧ କରିବା ଓ ସେମାନଙ୍କୁ ବନ୍ଦୀ କରିବା। ଫକୀର ମୋହନ ବାବୁ, ଆପଣଙ୍କ ପରାମର୍ଶ ଶୁଣୁ ଶୁଣୁ ମୁଁ ଅନ୍ୟ ଏକ ସିଦ୍ଧାନ୍ତ ଗ୍ରହଣ କରିନେଇଛି। କ'ଣ ମହାରାଜ? ଆଜି ରାତିରେ ଆମେ এই କେନ୍ଦୁଝର ଛାଡ଼ି ଆନନ୍ଦପୁର ଚାଲିଯିବା ଆଉ ସେଠାରୁ କଟକ ଆଉ ସେଠି ଯାଇ ମୋର ମିତ୍ର ଇଂରେଜ ମାନଙ୍କର ସୈନ୍ୟ ସାହାଯ୍ୟ ଭିକ୍ଷା କରିବା। ମହାରାଜ, ରାଜ୍ୟର କେତେକ ପ୍ରଜା ଆପଣଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଛନ୍ତି। ଏହା ରାଜ୍ୟ ପ୍ରତି ଓ ଅନ୍ୟ ପ୍ରଜାମାନଙ୍କ ପ୍ରତି ଏକ ବିପଦକାଳୀନ ଅବସ୍ଥା। ଆଉ ଏହି ଅବସ୍ଥାରେ ରାଜଧାନୀ ପରିତ୍ୟାଗ କରି ଯିବାକୁ ମୁଁ ଆପଣଙ୍କୁ ପରାମର୍ଶ ଦେଇପାରିବି ମହାରାଜ। ମୁଁ ଯାଉଛି ଏକ ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ। ବର୍ତ୍ତମାନ ମୁଁ ଆପଣଙ୍କ ପରାମର୍ଶ ଗ୍ରହଣ କରିପାରୁ ବରଂ ଆପଣ ମୋ ଆଦେଶ ମାନନ୍ତୁ ଆଉ ପ୍ରସ୍ତୁତ ହେଉଛନ୍ତି। ମହାରାଜଙ୍କର ଜୟ ହେଉ। ଭୂୟାମାନେ ରାଜବାଟୀକୁ ଚତୁର୍ଦିଗରୁ ଘେରିଗଲେଣି ମହାରାଜ। ଯୁଦ୍ଧ କରି ତିନି କୋଟି ତୋପ ଆଉ ଅନେକ ଗୁଡ଼ିଏ ଅସ୍ତ୍ରଶସ୍ତ୍ର ଲୁଣ୍ଠନ କରିଦେଲେଣି। ଆଉ ଆମ ସୈନ୍ୟମାନେ ମଝିରେ ମଝିରେ ଯୁଦ୍ଧ କରୁଛନ୍ତି ମହାରାଜ। ତଥାପି ଆମ ସ୍ଥିତି ସୁଦୃଢ଼ ଅଛି। ସେମାନେ କେବେ ହେଲେ ବି ରାଜବାଟୀ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ଶୁଣନ୍ତୁ ଫକୀର ମୋହନ ବାବୁ, ଆପଣ ପ୍ରସ୍ତୁତ ହୋଇରୁହନ୍ତୁ। ରାତିର ତୃତୀୟ ପ୍ରହରରେ ହାତୀ ଆପଣଙ୍କ ନିକଟରେ ପହଞ୍ଚିବ। ଆମେ ଗୁପ୍ତ ଦ୍ୱାର ଦେଇ ବାହାରିଯିବୁ। ଭୂୟାମାନେ ବିଦ୍ରୋହ ଆରମ୍ଭ କରିଛନ୍ତି। ଏ ସମ୍ବାଦ କ'ଣ ସତ୍ୟ? ହଁ, ବର୍ତ୍ତମାନ କର୍ତ୍ତବ୍ୟ କ'ଣ? ଏ ବିଦ୍ରୋହ ଯଦି ବେଶୀ ଦିନ ଲାଗି ରହେ ତାହେଲେ ଗଡ଼ ଭିତରେ ଖାଦ୍ୟ ପାନୀୟର ଅଭାବ ଦେଖା ଦେଇପାରେ। ଆଉ ଭୋକ ଉପବାସରେ ଆମ ସୈନ୍ୟମାନେ ବିଦ୍ରୋହୀମାନଙ୍କର ମୁକାବିଲା କରିବାକୁ ଅସମର୍ଥ ହେବେ। ସେଥିପାଇଁ ସାହାଯ୍ୟ ସଂଗ୍ରହ କରିବାକୁ ପଡ଼ିବ। ବୈଦେଶିକ ସାହାଯ୍ୟ, ଏ ଦେବ ଆମକୁ ସାହାଯ୍ୟ। ତୈଳ ବିଶା କଟକର କମିଶନ। ଇଂରେଜମାନଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରିବ ନିଜ ପ୍ରଜାମାନଙ୍କର ବିଦ୍ରୋହ ଦମନ କରିବା ପାଇଁ। এই বিদ্রোহ দমন হওয়া দরকার যেমিতি ବି ହଉ। ତାଛଡ଼ା କେନ୍ଦୁଝର ହଉଛି ଇଂରେଜମାନଙ୍କର ମିତ୍ର ରାଜ୍ୟ। ଇଂରେଜମାନେ ଏଇ ରାଜ୍ୟକୁ ଆସିଥିଲେ ବେପାର କରିବାକୁ। ଗୌରବ ରାଜାମାନେ ସେମାନଙ୍କୁ ନିମନ୍ତ୍ରଣ କରିକି ଆଣିଥିଲେ ସାହାଯ୍ୟ ଆସନ। ଆସ୍ତେ ଆସ୍ତେ ଇଂରେଜମାନେ ହେଇଗଲେ ପ୍ରକୃତ ରାଜା। ଆଉ ଅନ୍ୟ ରାଜାମାନେ ତାଙ୍କର ଇଙ୍ଗିତରେ ଅଣ୍ଡେଇ ବଳି ନାଚିବାକୁ ଲାଗିଲେ। ଆଉ ତମେ ଯାଉଛ ସେଇ ଇଂରେଜମାନଙ୍କୁ ନିମନ୍ତ୍ରଣ କରିବା ପାଇଁ। ସାବଧାନ ଥିବ, ତା ନହେଲେ ତମର ବି ଭାଗ୍ୟ ଅନ୍ୟ ରାଜାଙ୍କ ଭଳି ବଦଳିଯିବ। ଏ ବିଦ୍ରୋହ ଦମନ କରିବା ପାଇଁ ମୁଁ ସବୁ ପ୍ରକାର ଚେଷ୍ଟା କରିସାରିଛି ମାତା। ଅନ୍ୟ କିଛି ରାସ୍ତା ନାହିଁ, କେବଳ କଟକ ଯିବା ହିଁ ଏକମାତ୍ର ରାସ୍ତା। କେବେ ଯିବ କଟକ? ଆଜି ରାତି ତୃତୀୟ ପ୍ରହର। ଆଉ ଆମେ ଆପଣମାନେ ଏଇଠି ରହିବେ। ଅନୁଜୟ, ତମ ଦେହରେ ଯଦି ମୋ ରକ୍ତ ପ୍ରବାହିତ ହେଉଥାନ୍ତା ତାହେଲେ ଏମିତି ଭୀରୁ କାପୁରୁଷ ଭଳି ତମ ପରିବାରକୁ ଏକାଠି ଛାଡ଼ି ଦେଇ ତମେ ପଳେଇ ଯାଆନ୍ତନି। ରାଜମାତା, ଏ ପ୍ରଜା କୁଳ ଜାଣେ ମୁଁ ଆପଣଙ୍କ ପୁତ୍ର।
ଧନୁ ଜାଗାରେ ଆପଣ ସେ ପୁରୁଣା କ୍ଷତକୁ ଆଘାତ ଦେଇ କଣ ଲାଭ ପାଉଛନ୍ତି? ଏ ପୁରୁଣା କ୍ଷେତ୍ରରେ ଧନୁର୍ଜାନ ଇଏ ହଉଛି ନିଆଁ ପରି ଜଳୁଥିବା ସତ୍ୟ ଉପରେ ପାଉଁଶର ପ୍ରଲେପ ମାତ୍ର। ମୁଁ କେବଳ ତମକୁ ମନେ ପକେଇଦେଲି ତମେ ରାଣୀ ନୁହଁ, ଫୁଲ ରାଣୀର ପୁତ୍ର। ରାଜମାତା ଏ ପୁୟା ବିପଦ ଯଦି ରାଜ୍ୟ ଉପରେ ପଡ଼ିନଥାନ୍ତା ମୁଁ ତୁମ କଥାର ଉପଯୁକ୍ତ ଜବାବ ଦେଇଥାନ୍ତି। ଜବାବ ତ ତମେ ଦେଇସାରିଛ ରାଜା। ଆମମାନଙ୍କୁ ଏ ବିପଦରେ ଏକାଠି ଛାଡ଼ି ଦେଇ ମୁଁ ପଳାୟନ କରିବି। ଏକ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜଧାନୀ ପରିତ୍ୟାଗ କରୁଛି। କେବଳ ରାଜଧାନୀ ନୁହଁ, ନିଜର ମାତା ପ୍ରାଣପ୍ରିୟ ପତ୍ନୀ ଆଉ କନ୍ୟା ସନ୍ତାନକୁ ମଧ୍ୟ ଏ ବିପଦର ସମ୍ମୁଖୀନ ହେବାକୁ ଛାଡ଼ିଦେବ। କିଏ ତମର ମାତା, କିଏ ତମର ପ୍ରାଣପ୍ରିୟ ପତ୍ନୀ, କିଏ ତମର କନ୍ୟା? ଏଇ ଆଦର୍ଶର କଥା ମୋତେ କାହିଁକି ଶୁଣାଉଛ ରାଜା? ମୁଁ କଣ ତମକୁ ଏତେ ବର୍ଷ ହେଲା ଜାଣିନି? ତମେ ହଉଛ ସେଇ ଧନୁର୍ଜୟ ନାରାୟଣ ଭଞ୍ଜ। କାହାର ପିତା ନୁହଁ କି କାହାର ପୁତ୍ର ନୁହଁ କି କୋ ପ୍ରଜାର ରାଜା ବି ନୁହଁ। ତମେ କେବଳ ସେଇ ଧନୁର୍ଜୟ ନାରାୟଣ ଭଞ୍ଜ। ଏକା ଏକା ନିଜକୁ ଭଲ ପାଉଥିବା ବ୍ୟକ୍ତିଟିଏ ଯାହାର ଚତୁଃପାର୍ଶ୍ୱରେ କେହି ନାହାନ୍ତି, କେବଳ ଅଛି ଛାଇଟିଏ, ନିଜର ଛାଇ। ତୃତୀୟ ପ୍ରହର ନିକଟ ହେଇ ଅଛି ରାଜମାତା। ଆପଣଙ୍କ ସହିତ ଯୁକ୍ତି କରିବା ପାଇଁ ମୋ ପାଖରେ ସମୟ ନାହିଁ। ଯିବା ପୂର୍ବରୁ ମୋର ଗୋଟେ ଅନୁରୋଧ ରଖିବ। କଣ? ଯେମା ରାଜପୁତ୍ର ଯେମିତି ଜାଣିବେନି ତମେ ନିଜ ଗୋଡ଼ ପରିତ୍ୟାଗ କରୁଛ ବୋଲି। ଠିକ ଅଛି। ବନରେ ରାଜ୍ୟରେ ଜଙ୍ଗଲରେ ସର୍ବତ୍ର ଯେମିତି ଅନ୍ଧକାର ଛାଇଯାଇଛି ଆଉ ସେଇ ଅନ୍ଧକାର ଭିତରେ ମହାରାଜ ଧନୁର୍ଜୟ ବାହାରିଛନ୍ତି ଆନନ୍ଦ ଆଲୋକ ରେଖାଟିଏ ସଂଗ୍ରହ କରିବା ପାଇଁ। ସାଙ୍ଗରେ ହାତୀ ପିଠିରେ ଫକୀର ମୋହନ ଆଉ 2-3 ଜଣ ଅନ୍ତରଙ୍ଗ ପାର୍ଶ୍ୱ। ହାତୀ ପିଠିରେ ଆନନ୍ଦପୁରକୁ 3 ଦିନ ଷ୍ଟିମରରେ ବସିଲେ କଟକ। ସେଠାରେ ଯାଇ ରାୟ ନନ୍ଦକିଶୋରଙ୍କ ସାହାଯ୍ୟ ନେବାକୁ ପଡ଼ିଲା, ତାଙ୍କୁ ଭେଟିବାକୁ ପଡ଼ିଲା ଏବଂ ତାଙ୍କ ସାହାଯ୍ୟ ନେଇ ଟଏଲେଟ ବିଷୟ ଦେଖାଯାଉ କେନ୍ଦୁଝର ଭଳି ଗୋଟେ ଅନ୍ଧାରୀ ମୁଲକରେ ପ୍ରଜା ବିଦ୍ରୋହ ନାଁରେ ଅତ୍ୟାଚାର ବିରୁଦ୍ଧରେ ବିପ୍ଳବର ଯେଉଁ ଅଗ୍ନିଶିଖାଟିଏ ଜଳି ଉଠିଛି ତାକୁ ନିର୍ବାପିତ କରିବା ପାଇଁ ଟଏଲେଟ ସାହେବ କିଭଳି ସାହାଯ୍ୟ କରୁଛନ୍ତି? ନନ୍ଦକିଶୋର ବାବୁ, ଆଜ୍ଞା କେନ୍ଦୁଝର ରାଜ୍ୟକୁ ଆମେ ସାହାଯ୍ୟ କରିପାରିବା ନା? ତାଦ୍ୱାରା ଆମକୁ କିଛି ଲାଭ ହବ ନା। କେନ୍ଦୁଝର ଆମର ମିତ୍ର ରାଜ୍ୟ ଆଉ ମିତ୍ର ରାଜ୍ୟକୁ ସାହାଯ୍ୟ କରିବା ପାଇଁ ଇଂରେଜ ପ୍ରଶାସନ ଏକ ପ୍ରକାର ଚୁକ୍ତିନାମା ସ୍ୱାକ୍ଷର କରିଛି। ତା ଛଡ଼ା କେନ୍ଦୁଝର ବର୍ତ୍ତମାନ ଭୟଙ୍କର ବିପଦ ଉପସ୍ଥିତ। ଆପଣଙ୍କ ବିନା ସାହାଯ୍ୟରେ କେନ୍ଦୁଝରରେ ରାଜପଦ ରକ୍ଷା କରିବା ସମ୍ଭବ ନୁହଁ। ସେଥିପାଇଁ ମହାରାଜା ଧନୁର୍ଜୟ କାଲିଠୁ ଆସି ଅପେକ୍ଷା କରିଛନ୍ତି ଆପଣଙ୍କ ଦର୍ଶନ ପାଇଁ। ଫକୀରମାନଙ୍କ ସହ କଥା ହେବେ, ଆପଣ ଯେଉଁ ଆଦେଶ ଦେଇଥିଲେ ସେ ଆଦେଶର ସାମାନ୍ୟ ପରିବର୍ତ୍ତନ ସେ ଚାହୁଁଛି। କେନ୍ଦୁଝର ରାଜ୍ୟରେ ମହାବିପଦ। ଆଜ୍ଞା ରାଜା ବିପଦକୁ ମୁକାବିଲା କରିପାରୁନାହାନ୍ତି, ଅର୍ଥାତ୍ ରାଜା ଦୁର୍ବଳ ମାନଙ୍କୁ ସାହାଯ୍ୟ କରିବା ନାଁରେ ପଲିଟିକାଲ ଏଜେଣ୍ଟକୁ ନିଯୁକ୍ତି ଦେବା ଏବଂ ଆସ୍ତେ ଆସ୍ତେ ରାଜ୍ୟର ଶାସନ ଧରିକି ନିଜ ହାତକୁ ନେଇ ଆସି ରାଜ୍ୟକୁ ମହାନ ବ୍ରିଟିଶ ସାମ୍ରାଜ୍ୟରେ ସାମିଲ କରିଦେବା ମୋର କର୍ତ୍ତବ୍ୟ। ନନ୍ଦକିଶୋର ବାବୁ, ଆଜ୍ଞା ରାଜାଙ୍କୁ ଉପସ୍ଥିତ ହେବାକୁ ଆଦେଶ ଦିଅନ୍ତୁ। ଆଜ୍ଞା ବିପଦ ପଡ଼ିଲେ ଯେ ସାମ୍ନାରେ ଠିଆ ହୋଇ ମୁକାବିଲା କରେ, ଅନ୍ୟମାନଙ୍କୁ ମୁକାବିଲା କରିବା ପାଇଁ ସାହସ ଯୋଗାଏ, ସେ ହେଉଛି ରାଜା। ଅଥଚ ଆପଣ ଏସବୁ ନ କରି ରାଜ୍ୟବାସୀ ଓ ରାଜ ପରିବାରକୁ ବିପଦକୁ ଠେଲି ଦେଇ ନିଜେ ବିଦ୍ରୋହୀମାନଙ୍କ ଭୟରେ କଟକ ପଳାଇ ଆସିଛନ୍ତି। ନା ସାହେବ, ରାଜ୍ୟବାସୀ ଓ ରାଜ ପରିବାର ପ୍ରତି ବିଶେଷ ବିପଦ ନାହିଁ। ଅଧିକାଂଶ ପ୍ରଜା ବିଶ୍ୱାସୀ ଓ ଅନୁଗତ। ସେହି ଅନୁଗତ ପ୍ରଜାଙ୍କ ଗ୍ରାମକୁ ଡେଇଁ ବିଦ୍ରୋହୀମାନେ କୌଣସି ବିପଦ ସୃଷ୍ଟି କରିପାରିବେନି। ବିପଦ ଯଦି ନାହିଁ ତେବେ ସାହାଯ୍ୟ ମାଗୁଛ କାହିଁ? ଆମେ ଚାହିଁଲେ ଯୁଦ୍ଧ କରି ସେମାନଙ୍କୁ ନିପାତ କରିପାରିବୁ, କିନ୍ତୁ ସେଥିରେ ରକ୍ତପାତ ହେବ, ମୃତ୍ୟୁ ଓ ହତ୍ୟାର ଦମନ ନିରାଚାରୀ। ଆପଣଙ୍କ ସୈନ୍ୟ ଯଦି ସେଠି ପହଞ୍ଚି ଯାଆନ୍ତି ତାହେଲେ ସେମାନଙ୍କ ଭୟରେ ଯୁଦ୍ଧ ବନ୍ଦ ହେଇଯିବ। ବିନା ରକ୍ତପାତରେ ଏସବୁ ସଂଗଠିତ ହେଇପାରିବ। ସେଇଥିପାଇଁ ତମେ ଅତ୍ୟାଚାର କରିବ, ରାଜାମାନଙ୍କର ସୁଖ ଦୁଃଖ ବୁଝିବ ନାହିଁ, ଏପରିକି ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ହୁକୁମ ମାନିବ ନାହିଁ। ଏଥିରେ ତ ନିଶ୍ଚୟ ବିଦ୍ରୋହ ହେବ। ନାଇଁ ସାହେବ, ମହାରାଜ ସବୁବେଳେ ଗଭର୍ଣ୍ଣମେଣ୍ଟର ଆଦେଶ ପାଳନ କରୁଛନ୍ତି ଆଉ ପ୍ରଜାମାନେ ବି ତାଙ୍କ ଶାସନ ସମୟରେ ସୁଖରେ କାଳାତିପାତ କରୁଛନ୍ତି।
केवल केतेक मुष्टिमय प्रजा सेमानक स्वार्थरे बाधा आसिला बोली विद्रोह करूछन। आपण सरकारी कागजपत्र देखନ୍ତୁ साहेब, कोठी प्रमाण पाइबे महाराजଙ୍କ विरुद्धରେ से सब बेले अनुगत। नंदकिशोर बाबू ଆଜ୍ଞା राजाଙ୍କ विरुद्धରେ ପ୍ରବଳ ଉପସ୍ଥାପିତ କରନ୍ତି। ମହାରାଜଙ୍କ ବିରୁଦ୍ଧରେ ସେଭଳି କିଛି ଅଭିଯୋଗ ଆମର ହସ୍ତଗତ ହେଇନି କମିଶନର ସାହେବ। ତାହେଲେ ଜଣେ ଅନୁଗତ ରାଜାଙ୍କୁ ସାହାଯ୍ୟ କରିବା ଦରକାର ପଡୁଛି। ନନ୍ଦକିଶୋର ବାବୁ ଆଜ୍ଞା ଆପଣ ଆଉ କଣ କାର୍ଯ୍ୟପତ୍ର ଗ୍ରହଣ କରିଛନ୍ତି? ଲେଫ୍ଟନାଣ୍ଟ ଗଭର୍ଣ୍ଣର ଓ ଚିଫ୍ ସେକ୍ରେଟାରୀ କଟନ ସାହେବ ଆମେ ଏ ବିଦ୍ରୋହ ବିଷୟରେ ଟେଲିଗ୍ରାମ ମାଧ୍ୟମରେ ଜଣାଇ ଦେଇଛୁ। ଓ ବିଦ୍ରୋହ ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି। ମୋର ପୂର୍ବତନ ଆଦେଶ ବାତିଲ ହେଲା। ବର୍ତ୍ତମାନ ଗଣ ରକ୍ଷା କରିବା ପାଇଁ ଚାଇବସାରୁ ଆସିବ ଡାଉସର ଆଉ ତା ସହ 200 ମିଲିଟାରୀ ପୋଲିସ। ନନ୍ଦକିଶୋର ବାବୁ ଏ ଆଦେଶ ଶୀଘ୍ର କାର୍ଯ୍ୟକାରୀ ହେବ। ଆଜ୍ଞା ଆପଣମାନେ କେନ୍ଦୁଝର ଫେରି ଯାଆନ୍ତୁ। ଅନୁଗତ ପ୍ରଜାମାନଙ୍କ ସାହାଯ୍ୟରେ ନିଜ ଗଡ଼କୁ ରକ୍ଷା କରନ୍ତୁ। ଦରକାର ପଡ଼ିଲେ ଆନନ୍ଦପୁରରୁ ନିଜ ପାଇକମାନଙ୍କର ସାହାଯ୍ୟ ନିଅନ୍ତୁ। ଯାଆନ୍ତୁ। ଏଇ ତ ସାମ୍ନାରେ ସୁଯୋଗ। ଗୋଟେ ଗଣଜାତ ରାଜ୍ୟକୁ ମହାନ ବ୍ରିଟିଶ ସାମ୍ରାଜ୍ୟର ପତାକା ତଳେ ଅବରୋଧ କରାଇ ଦେବାର ସୁବର୍ଣ୍ଣ ସୁଯୋଗ। ଏ ସୁଯୋଗ ହାତଛଡ଼ା କରିବାର ନାହିଁ। ରାଜାକୁ ଅତ୍ୟାଚାରୀ ଅପଦାର୍ଥ ବୋଲି ପ୍ରମାଣିତ କରିଦେବାକୁ ପଡ଼ିବ। ଏ ଜାତିର ବୀରତ୍ୱ ଗର୍ବ ଭାଙ୍ଗି ଦେବାକୁ ପଡ଼ିବ ଏବଂ ମହାନ ବ୍ରିଟିଶ ସାମ୍ରାଜ୍ୟର ସୀମା ବଢ଼ାଇ ଦେବାକୁ ପଡ଼ିବ। ସମ୍ଭବ ହେଇପାରୁନି ରାଣୀମା। କାହିଁକି ସମ୍ଭବ ହେଇପାରୁନି? ଭୂୟାମାନେ ସମସ୍ତେ ଉତ୍କ୍ଷିପ୍ତ ଆମ ସୈନ୍ୟମାନଙ୍କ ସହ ମୁହାଁମୁହିଁ ହେଇ ରହିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଲାଗିଯିବାର ସମ୍ଭାବନା ଅଛି। ଏ ଅବସ୍ଥାରେ ଆପଣଙ୍କ ବାର୍ତ୍ତା ରାଜବାଟୀର ପାଚିରି ନେଇ ଆର ପାଖରେ ପହଞ୍ଚିବାର ସମ୍ଭାବନା କ୍ଷୀଣ। ତା ଛଡ଼ା ମହାରାଜଙ୍କର ସପରେ କୌଣସି ନିର୍ଦ୍ଦେଶ ନାହିଁ। ଏ ବାର୍ତ୍ତା ଧନୁର୍ଜୟ ତମକୁ ବହୁତ ମୁହ ଦେଇ ଦେଇଛି ନାହିଁ? ମୋ ରାଜମାତା, ମୋ ଆଦେଶ ପାଳନ କରିବାକୁ ତମେ ବାଧ୍ୟ। କ୍ଷମା କରିବେ ରାଜମାତା, ଆପଣମାନଙ୍କର ସୁରକ୍ଷା ଦାୟିତ୍ୱ ମୋର। ଆପଣ ଯାହା ଚାହୁଁଛନ୍ତି ତା ଦ୍ୱାରା ଏ ରାଜବାଟୀର ସୁରକ୍ଷା ବିପର୍ଯ୍ୟସ୍ତ ହୋଇଯାଇପାରେ। ତେଣୁକରି ମୁଁ ଆପଣଙ୍କର ଆଦେଶ ପାଳନ କରିପାରୁଛି। ମୋ ଆଦେଶ ପାଳନ କରିବାକୁ ତମେ ବାଧ୍ୟ। ମୁଁ ଚାହୁଁଛି এই ঘটনার গোটে শান্তিপূর্ণ সমাধান। তেণু ধরণী এটি উপস্থিত রহবা নিহাতি জরুরি। ओ उपस्थित है सारी रानी। ধরণী পুଅ ମୋର ତମେ ଏ ରାଜବାଟୀ ଭିତରେ ମୁଁ ତୁମକୁ ବନ୍ଦୀ କରିବି। ଆବଦା ଏ ଚେଷ୍ଟା କରିବ। ତମକୁ ରାଣୀ ହଂସପୁରର ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଯୁଦ୍ଧ କରିବାକୁ ନୁହେଁ, ଓ କିନ୍ତୁ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଇ ଆସିଛି। ତମେ ଭିତରକୁ ଆସିଲ କେମିତି? ଭିତରକୁ ଆସିବାର ଗୁପ୍ତ ଦ୍ୱାରଟା କ'ଣ କେବଳ ତମକୁ ଜଣାଯିବ? ଆମେ ମଧ୍ୟ ଜାଣିପାରୁଛୁ। ଆମେ ମାନେ ওটা আসেনি ব্যবস্থা। ঘরর পাচিরি আরপটে অনেক ভূঁইয়া অপেক্ষা করি রহিଛନ୍ତି সুযোগ। অস্ত্র শস্ত্র লুণ্ঠন କରିବାକୁ যোজনা କରୁଛନ୍ତି। ଆମେ ଯଦି ବିଳମ୍ବ କର ତେବେ ଧନ ସମ୍ପତ୍ତି ବି ଲୁଣ୍ଠିତ ହେବ। ଯା ସେପଟର ସୁରକ୍ଷା ଦାୟିତ୍ୱ ବଜାୟ ରଖ। ଯା ବାବରା ଏଠାରେ ଯଦି ରକ୍ତ କ୍ଷୟ ହୁଏ ହେଲେ ମୁଁ ଏପଟେ ରକ୍ତପାତ କରିବାକୁ ପଛେଇଦେବି।